ଅଲେଖ ଶରଣ ଯାହାକି ଶିବକଳ୍ପ ନିର୍ଘଣ୍ଡରେ ଚତୁର୍ଦଶ ନିର୍ଘଣ୍ଡ। ଏ ନିର୍ଘଣ୍ଡରେ ଅଚ୍ୟୁତାନନ୍ଦ 500 ବର୍ଷ ପୂର୍ବରୁ ଭକ୍ତମାନେ କେଉଁ ଗ୍ରାମରେ ଜନ୍ମ ନେଇଥିବେ ଏବଂ ସେମାନଙ୍କର ନାଁ ଲିପିବଦ୍ଧ ହେଇକିରି ସେ ଶାସ୍ତ୍ରରେ ଆଗୁଆ ପ୍ରଚାର କରିକିରି ଚାଲି ଯାଇଛନ୍ତି। ଏବେ ସେଇ ଭକ୍ତ ମାନଙ୍କର ସନ୍ଧାନ ଏଇ ଶିବକଳ୍ପ ନିର୍ଘଣ୍ଡ ପାଠ କଲେ ଆମେ ଜାଣିପାରିବା ଏବଂ ଜଗତ ଭକ୍ତ ଜାଣିପାରିବେ। ଆଉ ଟିକେ ଆରମ୍ଭ କରନ୍ତୁ ନା। ଶାସ୍ତ୍ରରେ ରହିଛି ଅର୍ଥ ଅର୍ଥାନ୍ତରେ ନାହିଁ, ଯେ ଜାଣିବ ସେହି ଜାତି ସ୍ମର ହେବ, ଥୋକେ ଥିବେ ଯହିଁ ତହିଁ। କଟରପା ଗ୍ରାମ ଉତ୍ତମ ପଣ୍ଡା ଯେ ଦେଶ ତାହାର, ହନୁମାନ ଶ୍ରୀ ଜ୍ଞାନ କଳାନିଧି, ଗୋପତେ ଖେଳିବ ଖେଳ। ଏଇ ଜଣେ ଭକ୍ତ ତାଙ୍କର ପ୍ରମାଣ ଯାହାକି ମିଳୁଛି ସେ ଏହି ଗ୍ରାମରେ ରହିକିରି ଉପରେ ଖେଳ କରୁଥିବେ। ତେଣୁ ଜନ ମମତାର ଅନ୍ତ ହୋଇଯିବ, ପ୍ରାନ୍ତେ ବଳଭଦ୍ରପୁରେ ଉଦୟ ବେଳକୁ 12 ବରଷ ସତୀମାନ ବାପରେ। ଇରକୋଣ୍ଡା ଗ୍ରାମେ ଗାଦି ସ୍ଥାପିଥିବ, ନ ଜାଣିବେ ତାହା କେହି, ବେଳକୁ ସେଠାରେ ଲୀଳା ଘଟିବ, ଭକ୍ତ ଥିବେ ପାଦ ଧ୍ୟାଇ। ସେ ଦ୍ୱାପର ଯୁଗରେ କଣ ଥିଲେ ତାଙ୍କର ପ୍ରମାଣ ଆସିଲା। ମଣିପୁର ଗ୍ରାମେ ଭଗତ ଜନ୍ମିବେ 184 ଜଣ, ଆନନ୍ଦ ସୁଦାମ ନାରାୟଣ ଦେବ ଜାତି ସ୍ମର 3 ଜଣ। ଅର୍ଜୁନ ପୀଠରେ ଲୀଳା ହଟିବ, ପଞ୍ଚୁ ପାଣ୍ଡବଙ୍କ ସ୍ଥଳୀ, ଅସୁରେଶ୍ୱରରେ ସହଦେବ ଗାଦି, ତହିଁ ବିଜୟବନ ମାଳି। ଉତ୍ତରାଣୀ ନାମେ ଭଗବତୀ ଥିବେ, ତହିଁ ଭୀମ ଗଦା ଅଛି, ବଉଳ ମୂଳରେ ଶୈବ 7 ଜଣେ, ମହିମା ଗାଇବ କିଛି। ଭକ୍ତଙ୍କର ପ୍ରମାଣ ମିଳୁଛି ସେ ଭକ୍ତ ଜଣେ ଏଇଭଳିଆ ମହିମା ଗାଇବେ। ଅଳସ ଗ୍ରାମରେ 3 ଜଣ ଥିବେ, ଗୋପନରେ ଦିନ ନେବେ, ହରି ପ୍ରହ୍ଲାଦ ସୁଦାମ ପ୍ରମାଣ କ୍ଷତ୍ରିୟ କୂଳରେ ଥିବେ। ଅଳସ ଗ୍ରାମରେ 3 ଜଣ ଥିବେ, ମାନେ ସେ ଗୁପ୍ତ ହେଇକି ଅଛନ୍ତି। ବୁଝିଲେ କି ଆଜ୍ଞା? ଅଳସ ଗ୍ରାମ, ହଁ। ବ୍ରାହ୍ମଣ କୂଳରେ ଜନ୍ମ ତାହାର, ନବଘନନାଥ ନାମ ଥିବ, ବିଚଳ ଗ୍ରାମରେ ଯାଜନଗର ଠାରେ ତରଣୀ ସେନ ଜନ୍ମିବ। କଟା କୁହା ଗ୍ରାମେ 8 ଜଣ ଅଛନ୍ତି, ଦୁମା କୁଳେ ନୀଳମଣି, ମହିମା ବର୍ଣ୍ଣନ ନିତ୍ୟ ଲୀଳା ରସ, ଜାଣନ୍ତି ନୀଳଭ ଜ୍ଞାନୀ। ନରସିଂହପୁରେ ମାଗୁଣୀ ଭକସ, ଶମ୍ଭୁ କୂଳେ ହେବ ଜାତ, ବିଶ୍ୱକର୍ମା ଗୃହ ବରଖ୍ୟାତ, ଲେଖିବ ଘମାଳି ଗୀତ। କହିଲା ଗ୍ରାମ
ଜନ୍ମ ହେଇକିରି କଣ କରିଥିଲେ, ଏବେ ସେ କଣ କରୁଥିବେ, ସେଇମାନେ ହିଁ ପ୍ରଭୁଙ୍କର ଖେଳଲୀଳା ବର୍ଣ୍ଣନା କରିବେ ଏବଂ ତାଙ୍କ ଦ୍ୱାରା ପ୍ରଭୁଙ୍କର ଖେଳ ହବ। ଏହା ହିଁ ଅଚ୍ୟୁତାନନ୍ଦ ଶିବକଳ୍ପ ଚତୁର୍ଦର୍ଶନ ନିଘଣ୍ଟରେ ଲିଖିଛନ୍ତି। ବହୁତ ଖୁବ ସୁନ୍ଦର ଭାବରେ ଲେଖିଛନ୍ତି, ବୁଝି ହେଇଯାଉଛି। ତାପରେ ଏଇ ଭକ୍ତ ମାନଙ୍କର ଆସିବାର ସମୟ ଆମେ କେମିତି କଣ କିଛି ଚିହ୍ନିବା କେମିତିଆ ଭକ୍ତ ଲେଖିଛନ୍ତି? ସମୟ ତ ହେଲାଣି, ସେମାନେ ପହଞ୍ଚିବେ। ଖଣ୍ଡସାହି ଗ୍ରାମେ ଖଣ୍ଡାୟତ କୂଳେ ବାସୁ ମହାନ୍ତି ତା ନାମ, ଗୁରୁ ଅପରାଧ ହୋଇବା ବେଳକୁ ଅପାତ୍ରେ କରିବ ଦାନ, କଳଙ୍କିର ତାପ ତାଙ୍ଗେ ପଡ଼ିବ ନଚିନିବେ ଆମ କେହି, କଲିକତା ଲେଖିବ ପୁରାଣ ଛାପିବ, କବିତା ଲେଖିବ ପୁରାଣ ଛାପିବ, ପୁଣ୍ୟ ବ୍ରହ୍ମ ଥିବ ଧ୍ୟାଇ, ତେଣ୍ଡାକୁଡ଼ା ଗ୍ରାମେ 8 ଜଣ ଥିବେ ପଠାଣ ସେବକ ମୋର, ରହସ୍ୟ ପୁରାଣ ଅନେକ ଲେଖିବ ଆନ ଅଟେ ଅବସର, ଭରଦ୍ୱାଜପୁରେ ବିଶ୍ୱନାଥ ଥିବ ମହିମା ଗାଇବ କିଛି, କବିତା ପଣରେ ଚେତୁଆ ଅଟଇ ଜ୍ୟୋତିରେ ମତିର କିଛି। ଏମିତି ଭକ୍ତମାନେ ଜନ୍ମ ନେଇକିରି ସେ ତାଙ୍କର କଣ କର୍ମ କରୁଥିବେ, ଭକ୍ତମାନେ ଚିହ୍ନା ପଡିବେ। ଆଉ ଏହା ଅଚ୍ୟୁତାନନ୍ଦ ଲେଖିଛନ୍ତି। ଆଉ ଆଚ୍ଛା, ସେଇ ଅନେକ କଥା ଭବିଷ୍ୟତ ମାଳିକାରେ ମଧ୍ୟ ଅଚ୍ୟୁତାନନ୍ଦ ଲେଖିଛନ୍ତି, ତାକୁ ତ ଆମେ କିଛି କିଛି ପାଠ କରୁଛେ, କିନ୍ତୁ ଶିବ କଳ୍ପ ଯୋଉ ଆମର ରହିଛି ନବଖଣ୍ଡ, ଏଇ ଯୋଉଟା କହିଲେ ପୋଥି, ଏଥିରେ ବି ଭକ୍ତମାନଙ୍କ ନାଁ ଲେଖା ହେଇଛି ସୁନ୍ଦର ଭାବରେ। ଆଜ୍ଞା, ତ ଆପଣ ପାଠ କଲେ, ଶୁଣିକି ବହୁତ ଭଲ ଲାଗିଲା। ଆଉ ତ ଦର୍ଶକମାନେ ଶୁଣୁଥିବେ ଏଇସବୁ ଆପଣଙ୍କର ଏଇ ଯୋଉ ବାର୍ତ୍ତା ସୁନ୍ଦର ପାଠ କଲେ, ସେଥିପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ। ଆଉ ଏମିତି ଆଗକୁ ଜାରି ରଖିବା, ଆମର ଭକ୍ତମାନେ ଯୋଡି ହେବେ ଆଉ ମୋତେ ସବୁ ଜାଣିପାରିବେ। ଆଜ୍ଞା, ତ ଆଜି ପାଇଁ ବାଣିକି ଏଠି ବିରାମ ଦେବା। ଆଜ୍ଞା, ତ କହିବା ଆମେ ଅଲେଖ ଶରଣ, ଅଲେଖ ଶରଣ, ଅଲେଖ ଶରଣ, ଅଲେଖ ଶରଣ, ଅଲେଖ ଶରଣ।